ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖଣ୍ଡି ପାରଳା ପୌର ପରିଷଦ ନିକଟରେ। ଏହି ପାରଳା ପୌର ପରିଷଦ ନିକଟରେ 14 ନମ୍ବର ୱାର୍ଡର ସଞ୍ଜୟ ଗାନ୍ଧୀ କଲୋନୀର ବାସିନ୍ଦା ସେମାନଙ୍କର ମୌଳିକ ସମସ୍ୟା ପାଇଁ ଆଜି ଆମରଣ ଅନଶନ କରିଛନ୍ତି। କାଲି ଧାରଣା ଦେଇଥିବା ବେଳେ ତାଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲିବ ବୋଲି ବସ୍ତି ବାସିନ୍ଦାମାନେ ଆଜି ଧାରଣା ବସିଛନ୍ତି। ଆଜି ଆମ ପାଖରେ ଅଛନ୍ତି ସୁଜିତ ପ୍ରଧାନ, ବସ୍ତି ସୁରକ୍ଷା ମଞ୍ଚର ଆବାହକ। କ'ଣ କହିବେ? ସାର୍, ମୁଁ ବସ୍ତି ସୁରକ୍ଷା ମଞ୍ଚର ଆବାହକ ପାଳାଖଣ୍ଡି ସୁଜିତ ପ୍ରଧାନ। ଆମର 14 ନମ୍ବର ୱାର୍ଡର ବସ୍ତିମାନ ଅଛି, ଯେଉଁ ବସ୍ତିରେ କି ମୌଳିକ ସମସ୍ୟା ବିଭିନ୍ନ ପ୍ରକାର ରହିଛି, ଯେଉଁ ସମସ୍ୟାର ଦୀର୍ଘ ବର୍ଷ ହେଲାଣି ସମାଧାନ ହେଇପାରୁନି। ବିଶେଷ କରି ଗୁରୁତ୍ୱ ଦେବାକୁ ଗଲେ ପାଣି ସମସ୍ୟା ରହିଥିବା ବେଳେ ବିଦ୍ୟୁତ ସଂଯୋଗୀକରଣ ଖୋଦ୍ ମ୍ୟୁନିସିପାଲିଟି ଭିତରେ ବିଦ୍ୟୁତ ସଂଯୋଗୀକରଣ ଏମିତିକା ଜାଗାରେ ହେଇପାରିନି। ସେଇଭଳି ଭାବେ ରାସ୍ତାର କନେକ୍ଟିଭିଟି ହେଇପାରିନି। ସେଇଭଳି ବିଭିନ୍ନ ସମସ୍ୟା ଯେଉଁ ସମସ୍ୟା କି ଏଇ ଜିନିଷଟା ଅଛି ବୋଲି ଆଉ କିଛି ନାହିଁ, ସବୁ ଜିନିଷ ନାଇଁ ନାଇଁରେ ଅଛି। ଏଇଭଳି ସମସ୍ୟା ବାରମ୍ବାର ଆମେ ଦୃଷ୍ଟି ଆକର୍ଷଣ କରିଛୁ ଜିଲ୍ଲା ପ୍ରଶାସନଙ୍କର, ପୌର ପ୍ରଶାସନର, ବିଦ୍ୟୁତ ବିଭାଗର, ସେଇଭଳି ଭାବରେ ତହସିଲଦାରଙ୍କର ଲିଖିତ ଭାବରେ ବାରମ୍ବାର ସେମାନଙ୍କୁ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ବାରମ୍ବାର ଆମେ ଏଇଭଳି ଭାବରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛୁ। କିନ୍ତୁ ସେମାନେ କେଉଁ ପ୍ରକାର ବି ଆମର କୌଣସି ପ୍ରକାର ସୁଫଳ ମିଳିଲା ନାହିଁ, କୌଣସି ପ୍ରକାର ଆକ୍ସନ୍ ନେଇନଥିବାରୁ ଆମେ ବାଧ୍ୟ ହୋଇକି ଆଜି ଆମେ ଆମରଣ ଅନଶନରେ ବସିଛୁ। ଯେତେବେଳେ ଆମର ଜୀବନ ଯିବ ବୋଧେ ସେମାନଙ୍କର ନିଦ ଭାଙ୍ଗିବ, ଆମର କେଜାଣି ଦାବିକୁ ଶୁଣିବେ ଆଉ ଆମ ଦାବି ପୂରଣ ହେବ ସେଇ ଆଶା ନେଇକି ଆମ ଜୀବନକୁ ଜଳାଞ୍ଜଳି ଦେବା ପାଇଁ ବୋଲି ଆଜି ଆମେ ସମସ୍ତେ 10ଟି ପରିବାର ସହିତ ମୁଁ ମଧ୍ୟ ନିଜେ ଏଇଠି ଆମେ ଆମରଣ ଅନଶନରେ ବସିଛୁ। ଯାହା କହୁଥିଲେ ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ, ସେମାନଙ୍କର ମୌଳିକ ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ସେମାନେ ଏହିଭଳି ଧାରଣାରେ ବସିବେ, ଆମରଣ ଅନଶନ କରିବେ। ଏହି ସେମାନଙ୍କର ସମସ୍ୟା ନେଇ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରିକିରି ପୌର ପରିଷଦ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଏ କର୍ଣ୍ଣପାତ କରିନଥିବାରୁ ଆଜି ବାଧ୍ୟ ହୋଇ ଆମରଣ ଅନଶନ କରିଛନ୍ତି। ସେମାନଙ୍କର ଦାବି ଯଦି ପୂରଣ ନ ହୁଏ ଆମରଣ ଅନଶନ ଚାଲୁ ରହିବ ବୋଲି ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।